ସାଙ୍ଗମାନେ ଏ ଲୋକମାନଙ୍କର କାମ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସାଙ୍ଗମାନେ ଯେତେବେଳେ ଲୋକଟି ଟ୍ରାକ୍ଟରରେ ବସି ପାଣି ପିଇବ ବୋଲି ବାହାରିଥିଲା, ସେତେବେଳେ ସେ ଦେଖିଦେଲା କି ଲୋନ୍ ବାଲା ଘରକୁ ଆସିଛି। ସାଙ୍ଗମାନେ ଏହା ଦେଖି ଲୋକଟି ବହୁତ ଜୋରସେ ଦୌଡ଼ି ଘରକୁ ଯାଇ ତା ବାପାକୁ ଲୋନ୍ ବାଲା ଆସିଛି ବୋଲି କହିଦେଲା। ସାଙ୍ଗମାନେ ଏହା ଶୁଣି ତା ବାପା ପୁରା ଆଶ୍ଚର୍ଯ୍ୟ ହୋଇଗଲା। ଆଉ ସାଙ୍ଗମାନେ ତାପରେ ତା ବାପାଟି କିଛି ଗୋଟେ ପ୍ଲାନ୍ କରିବା ପାଇଁ ପଡ଼ିବ କହିକି ତା ପୁଅକୁ ସବୁ ପ୍ଲାନ୍ କହିଦେଲା। ଆଉ ସାଙ୍ଗମାନେ ତାପରେ ଏପଟେ ଯେତେବେଳେ ସେ ଲୋନ୍ ବାଲାଟି କବାଟ ପିଟୁଥିଲା, ସେତେବେଳେ ତା ପୁଅଟି ବହୁତ ଜୋର କାନ୍ଦି କାନ୍ଦି କବାଟ ଖୋଲିଲା। ଆଉ ସାଙ୍ଗମାନେ ତାପରେ ଯେତେବେଳେ ସେ ଲୋନ୍ ବାଲାଟି ପଚାରିଲା କଣ ହେଇଛି କହିକି, ସେତେବେଳେ ତା ପୁଅଟି ଆହୁରି ବହୁତ ଜୋର କାନ୍ଦିଲା। ଆଉ ସାଙ୍ଗମାନେ ସେହିପରି କାନ୍ଦି କାନ୍ଦି ସେ ଲୋନ୍ ବାଲାଟିକୁ ତା ବାପା ପାଖକୁ ଆଣି ଆସିଲା। ଆଉ ସାଙ୍ଗମାନେ ସେ ଲୋନ୍ ବାଲାଟି ଦୌଡ଼ିକି ପାଖକୁ ଆସିକି ଦେଖିଲା ଯେ ତା ବାପାଟି ମରିଯାଇଛି ଆଉ ତା ଚାରି ପାଖରେ ସମସ୍ତେ ଜୋରରେ କାନ୍ଦୁଛନ୍ତି। ଆଉ ସାଙ୍ଗମାନେ ଏହା ଦେଖି ସେ ଲୋନ୍ ବାଲାଟି ବହୁତ ମନ ଦୁଃଖ କଲା। ଆଉ ସାଙ୍ଗମାନେ ତାପରେ ସମସ୍ତେ ଲୋନ୍ ବାଲା ଆଗରେ ବାହାନା କରି ତାକୁ ପୋଡ଼ିବେ କହିକି ନେଉଥିଲେ। ଆଉ ସାଙ୍ଗମାନେ ଏହା ଦେଖି ଯେତେବେଳେ ଲୋନ୍ ବାଲାଟି ମନ ଦୁଃଖରେ ଗାଡ଼ି ଧରିକି ଯିବ ବୋଲି ବାହାରିଥିଲା, ସେତେବେଳେ ଲୋନ୍ ବାଲାଟି ଆହୁରି ମନ ଦୁଃଖ କରି ଗୋଟିଏ କର କୋକଇ ଛଡ଼େଇ ନେଇ ତାଙ୍କ ସହିତ ଚାଲିବାକୁ ଲାଗିଲା। ଆଉ ସାଙ୍ଗମାନେ କିଛି ସମୟ ପରେ ତା ବାପାଟି ତା ପୁଅ ଭାବିକି ମୁଣ୍ଡରେ ପିଟି ଲୋନ୍ ବାଲା ପଳେଇଲାନି ନା ବୋଲି କହିକି ପଚାରିଲା। ସାଙ୍ଗମାନେ ସେତେବେଳେ ତା ବାପାଟି ଲୋନ୍ ବାଲାକୁ ଦେଖି କୋକଇରୁ ଉଠି ଦୌଡ଼ି ଦୌଡ଼ି ପଳେଇଲା। ସାଙ୍ଗମାନେ ଭିଡ଼ିଓଟିକୁ ଲାଇକ୍ କରି 4 ମିଶାଣ 3 କେତେ ହୁଏ କମେଣ୍ଟରେ କୁହନ୍ତୁ।